ବେଲୋ ସେ ଟୁଆ ଟୁଇର କିଛି ଖବର ଅଛି ନା ନାହିଁ? ଆରେ ବିଲୁ, ଆଏ କିଛି ଦିନ ହେବ ତୁ ତ ଆମକୁ କିଛି ଖବର ଦେଉନାହୁଁ। ଆରେ ହେଇ, ତୋର ତାଙ୍କ ଭିତରେ କିଛି ଖବର ଦିଆନିଆ ହେଉଛ କିରେ? କାଇଁ ଆମକୁ ତ କିଛି ଖବର ଜଣାଉନାହୁଁ? ଓହୋ ମାମୁଁ ମଉସା, ତମେ ଏମିତି କହିବ ନାହିଁ କହୁଛି। ହେଇ ଗଲି, ଖବର ନେଇକି ଆସିଲି। ନାନୀ, ବହୁତ ଦିନ ହୋଇଗଲାଣି ଆମେ ମାମୁଁ ଘରକୁ ଯାଇଥିଲୁ। ନାନୀ, ମୋର ବହୁତ ଇଚ୍ଛା ହେଉଛି, ଚାଲେ ଯିବା ମାମୁଁ ଘରକୁ। ହଁ ଟୁଆ, ମୋର ବି ବହୁତ ଇଚ୍ଛା ହଉଛି ମାମୁଁ ଘରକୁ ଯିବା ପାଇଁ। ହଉ ଠିକ ଅଛି, କାଲି ସକାଳକୁ ଆମେ ଯିବା। ଓ, ଏ ହେଉଛି କଥା। ଯାଏ ମାମୁଁ ମଉସାକୁ ଏ ଖବର ଦେବାକୁ ପଡ଼ିବ। ବେଲୋ, ମୁଁ ଜାଣିଛି ତୁ ଆଜି ଗୋଟେ ଭଲ ଖବର ନେଇକି ଆସିଥିବୁ। ହଉ, ଆଉ ବିଳମ୍ବ ନ କରି କହ, ସେ ଟୁଆ ଟୁଇ ପାଖରୁ କି ଖବର ନେଇକି ଆସିଛୁ କହ। ମାମୁଁ ମଉସା, ଜାଣିଛ ସେ ଟୁଆ ଟୁଇ କାଲି ଜଙ୍ଗଲ ଦେଇ ମାମୁଁ ଘରକୁ ଯିବେ। ଓହୋ, ସେ ତ ମାମୁଁ ଘରକୁ ଯିବେ। କଣ ଆମେ ତାଙ୍କ ସହିତ ମାମୁଁ ଘରକୁ ଯିବା? ଓହୋ ମଉସା, ଟିକେ କଥା ତ ଟିକେ ଶୁଣ। ବେଲୋ, କହ କି କଥା? ଅନ୍ୟ ଏକ ବାଟରେ ଯେତେବେଳେ ସେମାନେ ଯିବେ, ସେ ବାଟରେ ଗୋଟେ ବଡ ଗୁମ୍ଫା ପଡ଼ିବ। ସେ ଗୁମ୍ଫା ଭିତରେ ବାବେନା ଭୂତ ରହୁଛି। କହିଛୁ ରେ ବେଲୋ, ଏତେ ଦିନ ପରେ ଗୋଟେ ଭଲ ଆଇଡିଆଟିଏ ଦେଲୁ। ବାବେନା ଭୂତ? ଓ, ଏତେ ଦିନ ପରେ ଆମର ଟେନସନ ଯିବ। ଟୁଆ, ଶୀଘ୍ର ଶୀଘ୍ର ଚାଲେ, ଡେରି ହେଲାଣି ପରା। ଶୀଘ୍ର ଯାଇ ମାମୁଁ ଘରେ ଯେମିତି ପହଞ୍ଚିବା, ସନ୍ଧ୍ୟା ହେବା ପୂର୍ବରୁ, ବୁଝିଲୁ? ହଁ ନାନୀ, ଆମକୁ ଶୀଘ୍ର ଶୀଘ୍ର ଯିବାକୁ ପଡ଼ିବ। ମାମୁଁ ମଉସା, ଦେଖ ଦେଖ, ସେ ଟୁଆ ଟୁଇ ଆମ ଆଡ଼େ ଆସୁଛନ୍ତି। ତାଙ୍କୁ ଶୀଘ୍ର ସେ ଗୁମ୍ଫା ପାଖରେ ପହଞ୍ଚାଇବାକୁ ପଡ଼ିବ। ଅରେ ବେଲୋ, ତ ଠିକ କହିଛୁ। ଓଇରେ ପିଲେ, ଏ ସକାଳୁ ସକାଳୁ କୁଆଡ଼େ ବାହାରିଛ? ମଉତା, ଆମେ ମାମୁଁ ଘରକୁ ବାହାରିଛୁ। ଶୁଣ ପିଲେ,
ଏ ବାଟ ଦେଇ ମାମୁଁ ଘରକୁ ଯାଅ ନାହିଁ। ଆଗରେ ବାବେନା ଭୂତ ଶୋଇଛି। ହରେ ହରେ, ଆମେ ପରା ତାଙ୍କରି ଡରରେ ଏ ବୁଦା ମଳେ ଲୁଚିଥିଲୁ। ଶୁଣ ପିଲେ, ଏ ବାଟରେ ନ ଯାଇ ଆର ପଟରେ ବୁଲିକି ଯାଅ, ଭଲ ହେବ। ମଉତ ମତେ ବାବେନା ଭୂତ କଥା ଶୁଣିଲା ବେଳକୁ ମତେ ଡର ଲାଗିଲାଣି। ନାନୀ, ମଉସା ଯୋଉ ବାଟରେ କହୁଛନ୍ତି ସେ ବାଟ ଦେଇ ଚାଲ ଯିବା। ହଉ, ତୁ କହୁଛୁ ଯଦି ଚାଲେ। ବିଚରା ପିଲା ଦିଟା କିଛି ବୁଝି ନାହାନ୍ତି। ତୁ ଆମେ ସିନା ଦୁଷ୍ଟମାନଙ୍କ କଥା ମାନି ଏ ବାଟରେ ଆସିଲେ, ହେଲେ ମତେ କିଛି ଗଡ଼ବଡ଼ ଲାଗୁଛି। ନାନୀ, ତୁ ମୋ ପାଖରେ ଥାଉ ଥାଉ ମୋର ଅସୁବିଧା ହେବ? କିଛି ବି ଅସୁବିଧା ହେବ ନାହିଁ। ନାନୀ, ଏ ତ ଗାତ ନୁହେଁ, ଏ ତ ଗୋଟେ ବଡ଼ ଗୁମ୍ଫା। ଏଇଟା ଗୋଟେ ବଡ଼ ଗୁମ୍ଫା। ଚାଲ ଦେଖିବା ଆର ବାହାରିବାର ବାଟ କୋଉଟା। ଆମ ସହିତ ଲାଗୁଥିଲ, ଏବେ ନାମଟେ ନିଅ। ପିଲେ, ସେ ଗାତ ଭିତରେ ବାବେନା ଭୂତ ଶୋଇଛି। ତମ ମାନଙ୍କୁ ସେ ଖାଇଦେବ। ବିଚରା ପିଲା ଗୁଡାକ ଦେଖିଲେ ଆମକୁ ଦୟା ଲାଗୁଛି। କାମ ମୋ ଗୁମ୍ଫାରେ ତମେ ଦିଟା କିଏ? ମତେ ଉତ୍ତର ଦିଅ। ମୋ ନା ଟୁଆଁ, ଆଉ ଇଏ ମୋ ଭଉଣୀ ଟୁଇଁ। ଆମେ ଦୁଇ ଜଣ ମାମୁଁ ଘରକୁ ଯାଉଥିଲୁ। ସେ ଦୁଷ୍ଟମାନେ ଆମକୁ ଏ ଗୁମ୍ଫା ଭିତରେ ପକାଇ ଦେଇଛନ୍ତି। ହେଲେ ଆପଣ କିଏ? ମୁଁ ହେଉଛି ଚିଙ୍ଗଚଙ୍ଗ ଯାଦୁକର। ଏ ହେଉଛି ମୋର ଗୁମ୍ଫା। ସେ ଦୁଷ୍ଟମାନେ କିଏ ତୁମମାନଙ୍କୁ ଏତେ ହଇରାଣ କରୁଛନ୍ତି? ଯାଦୁକର ଭାଇ, ସେ ଦୁଷ୍ଟମାନେ ହେଉଛନ୍ତି ବାଘ ମାମୁଁ, ବିଲୁଆ ଭାଇ ଆଉ ଗୁମ୍ଫ ମଉତା। ବ୍ୟସ୍ତ ହୁଅ ନାହିଁ ପିଲେମାନେ, ମୁଁ ସେମାନଙ୍କ କଥା ଭଲ ଭାବରେ ବୁଝିବି। ସେମାନଙ୍କୁ ଗୋଟେ ଭଲ ମଜାଟେ ଚଖାଇବି। ତମେ ଚିନ୍ତା କରିବା ଦରକାର ନାହିଁ।